ପାଞ୍ଚଟା ବାଜିଲାଣି ପାଞ୍ଚଟା ବାଜିନି ଆମେ ବାହାରିଲୁଣି ଆମ ଫାର୍ମ ଆଡ଼େ କାମ କରିବା ପାଇଁ କାହିଁକିନା କାମ ଆଜି ପ୍ରବଳ ଅଛି ଆଉ ପେପର ଉଠିବ ସବୁ କାମ ଯାହା ହବ ମୁଁ ଆପଣଙ୍କୁ ଭିଡ଼ିଓରେ ଦେଖେଇବି ଆଉ ଯାଉଛୁ ଫାର୍ମ ଆଡ଼େ ବାହାରିବୁ ଆଉ ଆସନ୍ତୁ ବୁଲି ଯିବା ଆମ ଫାର୍ମ ଆଡ଼େ ଅନ୍ଧାରିଆରୁ ଆସନ୍ତୁ କିଏ ଯିବେ ଆମ ଫାର୍ମ ଆଡ଼େ ବୁଲି ଆଉ শুভ সকাল জয় শ্রী জগন্নাথ আসন্তু আজ সকাল সকাল আম ফার্ম আড়ে বুলি যা আমি বর্তমান রাতে 4টার উঠি ঘরর কাম ধাম সব সারি মানছিকি মু মোর গাই বাছুরি ধুয়া ধুই করেদেলি ক্ষীর তা সহ খত মুত পকাইদেলি মানসি তার ঝাড় ঝুড়া কলা তা ভিতরে মু ফুল তুলিকি আনিলি হারি আনি সারা পরে সেটু বাহারি গলু 5টা 15 বেড়ে 5টা বেড়ে ফার্ম আড়ে মো পুଅ ଶୋଇଥିଲା ତାକୁ ବି ଆଜି ଉଠେଇକି ନେଇଯାଲା ଚାଲ ପୁଅ ତୁ ଫାର୍ମ ଆଡ଼େ ବି କିଛି କାମ ଦାମ କର କାହିଁକି ନା ବଡ଼ ପିଲା ହେଲୁଣୁ ତ ମାନ୍ସି ଯେତେବେଳେ ପାଣି ରଖିବା ପାଇଁ ଲାଗି ପଡ଼ିଲା ମୁଁ ଚିଆଁକୁ ଟିକେ ଅଡ଼େଇ ଉଡ଼ା ଦେଲି କାହିଁକି ନା ଚିଆଁକୁ ପ୍ରତ୍ୟେକ ଘଣ୍ଟେ ଦେଢ଼ ଘଣ୍ଟାରେ ଥରେ ଥରେ ଏଇଭଳିଆ ଏମୁଣ୍ଡୁ ସେମୁଣ୍ଡୁ ଯାକେ ଅଡ଼େଇବାକୁ ପଡ଼ିବ ଆପଣ ଯଦି ନ ଅଡ଼େଇବେ ସେ ଗୋଟେ ଜାଗାରେ ଜାକି ହେଇକି ରହିବେ ଦାନା ପାଣି ପାଖକୁ ଯିବେନି ତେଣୁ ବାରମ୍ବାର ଅଡ଼େଇବାକୁ ପଡ଼ିବ ଚିଆଁମାନଙ୍କୁ ନହେଲେ ଚିଆଁ ପୁରା ଶୋଇଯିବେ ଚିଆଁ ଶୋଇଗଲେ ତାଙ୍କ ଭବିଷ୍ୟତ ଅନ୍ଧାର ଜାକି ଜୋକା ହେଇକି ଏକରେ ତ ଛୁଟା ହେବେ ଦୁଇରେ ସେ ଆଉ ଭଲ ୱେଟ୍ ହେବେନି କି ଦାନା ପାଣି ଖାଇବେନି ତ ମୁଁ ଅଡ଼େଇବା ସାରିଛି ମାନ୍ସି ଆଡ଼େ ପାଣି ରଖିକି ସିଧା ପଳେଇ ଆସିଲା ଫାର୍ମ ବିଲ୍ଡିଂ ଭିତରକୁ ଫିଡ଼ର ଟର୍ବ ଫିଡ଼ରକୁ ବାହାକେଇ ବର୍ତ୍ତମାନ ଦେଖନ୍ତୁ ସେ ତାର ଚିଆଁର ଯେଉଁ ଡିଙ୍କର ଗୁଡ଼ିକ ଟୋଟାଲ ଉପରେ ସବୁ ଡିଙ୍କରକୁ ସେ ବାହାକିବା ପାଇଁ ଲାଗି ପଡ଼ିଲା ଯେତେବେଳେ ମାନ୍ସି ଡିଙ୍କର କାଢ଼ୁଥାଏ ମୁଁ ଏଠୁ ଅଡ଼ା ସରିଥିଲା ମୁଁ ଏଠୁ ଆସିକି ସାଙ୍ଗେ ସାଙ୍ଗେ ଲାଗି ପଡ଼ିଲି ତା ସାଙ୍ଗରେ ଟୋଟାଲ ଫିଡ଼ର ଟର୍ବ ଫିଡ଼ର ଏମୁଣ୍ଡରୁ ହେମୁଣ୍ଡ ଯାକେ ମୋ କାମ ହେଲା ମୁଁ ବାହାକେଇ ଚାଲିଲି ଏବଂ ଟାୟାର ଫିଡ଼ର ତା ସହିତ ବାହାକେଇଲି ଏମୁଣ୍ଡରୁ ସେମୁଣ୍ଡ ଯାକେ ଆମର କେତେ ପ୍ରତ୍ୟେକ ଘରେ 10-10ଟା ହିସାବରେ ହେଲେ 80ଟା ଲାଗୁଛି କ'ଣ ଟର୍ବ ଫିଡ଼ର ଚିକ୍ସ ଡିଙ୍କର 80ଟା ତ ମୁଁ ମୋର ଆଗ ଏତକ ବାହାକେଇ ଚାଲିଲି ଏମୁଣ୍ଡରୁ ସେମୁଣ୍ଡ ଯାକେ ମୋ ବାହାକା ଶେଷଟିକି ମାନ୍ସି ମୋ ପଛେ ପଛେ ପୁରା ଲାଗି ପଡ଼ିଛି ଚିକ୍ସ ଡିଙ୍କର ସମୁଦାୟ ସେ ତାର କାଢ଼ିବାରେ ଲାଗିଛି ଏଇଭଳିଆ ଆମେ ଦୁଇ ଜଣ ଯାକ ଯେତେବେଳେ ଲାଗିକିନି ସବୁ ବାହାକା ବୁକି କରିସାରିବା ସମୟରେ ତା ଭିତରେ ବି ଯେଉଁ ଚିଆଁ ଗୋଟେ ଯୋଡ଼େ ମୋଟାଲିଟି ଫୋଟାଲିଟି ହନ୍ତି ତାକୁ ବି ଦେଖିକି ବାହାରକୁ ଫିଙ୍ଗିବାକୁ ପଡ଼ିବ ଏମିତି ଚାଲିଛି ଆମ କାମ ଆଉ ଦେଖନ୍ତୁ ମୋର ବର୍ତ୍ତମାନ ଏପଟ ପୁରା ମୁଣ୍ଡ ଯାକେ ଟୋଟାଲ ଯେତେ ଫିଡ଼ର ଡିଙ୍କର ଥିଲା ସବୁ ବାହାକେଇ ଚାଲିଲି ବର୍ତ୍ତମାନ ମୋର ଏତକ କାମ ସରିଲା ବେଳେ ମୁଁ ଏନେ ଯିବି ମାନ୍ସି ସାଙ୍ଗରେ ପୁଣି ଲାଗିକି ଚିକ୍ସ ଡିଙ୍କର ଦେବ ବାହାକେଇବୁ କ'ଣ ପାଇଁ ନା ଯେଡ଼େ ଜଲ୍ଦି କାମ ସାରିବୁ ସକାଳୁ ସକାଳୁ ହେଡ଼େ ଜଲ୍ଦି ଭଲ କାହିଁକିନା ନହେଲେ ଖରା ପଳେଇ ଆସିବ ଆଉ ଖରା ପୂର୍ବରୁ ସବୁ କାମ ସାରିବା ଚିଆଁଙ୍କର ଅତି ଜରୁରୀ ଦେଖନ୍ତୁ ମୁଁ ଏଇଠି ଆସିକି ବର୍ତ୍ତମାନ ସେ ଡିଙ୍କର କାଢ଼ିଲା ବେଳକୁ ମୁଁ ଷ୍ଟାଣ୍ଡ ଉଠେଇଦେଲି ଏଇଭଳିଆ ଆମେ ସଦାବେଳେ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ମିଳିମିଶିକି ସବୁ କାମ କରିନେଉ ଯେଉଁଟାକି ଏକରେ ଖୁସି ଲାଗେ ତା ସାଙ୍ଗରେ ଭିଡ଼ ବି ଲାଗେନି କି କଷ୍ଟ ବି ଲାଗେନି ଯଦି ମିଶିକି କାମ କରିବେ ଆପଣଙ୍କର ଯେମିତି କଥାରେ ଆମର ଓଡ଼ିଆରେ ଗୋଟେ କଥା ନାହିଁ ଯୋଡ଼ାକୁ ଘୋଡ଼ା ସରି ନୁହଁ ସେଇଭଳିଆ ମାନେ ହାତେ ହାତେ ଦେଲେ ହାତୀ ଉଠିଯିବ ଯେମିତି ଡାଇଲଗ ପୁରା ହେଇ ଜିନିଷ ଆମେ ଆପ୍ଲାଏ କରୁଛୁ ଯେତେବେଳେ ଆମର ଭିଡ଼ କାମ ରହେ ଆମେ ସ୍ୱାମୀ ସ୍ତ୍ରୀ ମିଳିମିଶିକିନି ଏକା ସାଙ୍ଗରେ ସବୁ କାମ କରିବା ପାଇଁ ଲାଗି ପଡ଼ୁ ଯେଉଁଟାକି ଦେଖନ୍ତୁ ବର୍ତ୍ତମାନ ଡିଙ୍କର ଫିଡ଼ର ଟୋଟାଲ ଏମୁଣ୍ଡକୁ ସେମୁଣ୍ଡ ଯାକେ ସବୁ ବାହାକେଇ ଦିଆହେଲା ବର୍ତ୍ତମାନ ଖାଲି ପେପରରେ ରହିବେ ଅଧଘଣ୍ଟେ ରହିବେ ଏଇଥିପାଇଁ ସିଏ ଏହି ସମୟ ଭିତରେ ଯେତିକି ପେପରରେ ଦାନା ପଡ଼ିଛି ସେ ତାକୁ ପୁରା ଖୁଣ୍ଟିକି ଖାଇଦେବେ ତା ଭିତରେ ବର୍ତ୍ତମାନ ଦେଖନ୍ତୁ ବାହାରେ ପାଣି ରଖି ଚିକ୍ସ ଡିଙ୍କରକୁ মাজা হব ଆଉ ଏଇ ମାଜିବାଟା ବହୁତ ଫାର୍ମର କରନ୍ତିନି କିନ୍ତୁ ମୁଁ କହିବି ଭାଇ ଯେଉଁମାନେ ଫାର୍ମ ବାଲା ଭିଡ଼ିଓ ଦେଖୁଛ ନିଶ୍ଚିତ ଭାବରେ ଆପଣମାନେ ଏଇ ଚିକ୍ସ ଡିଙ୍କର ଅଟୋ ଡିଙ୍କର କମ୍ପଲସରି ଦିନକୁ ଥରେ କିଆ ନହେଲା ଧୁଅନ୍ତୁ ଅତି ଜରୁରୀ ଆଉ ଉପରବଳି ପାଣି ବିଛଳେଇକି ଦେବେ ଚଳିବ କିନ୍ତୁ ସକାଳଟା ନିହାତି ମାଜିବାକୁ ପଡ଼ିବ ଆଉ ଆପଣମାନେ ଯେଉଁ ମାଜୁନାହାନ୍ତି ହେଇଥିରେ ଆପଣ ପାଣି ଫାଣି ଦେଇ ଦେଉଛନ୍ତି ସେ ପାଣି ରହି ରହିକି ଭିତରେ ଗୋଟେ ଶିଉଳି ପଡ଼ିଯାଉଛି ଯେଉଁ ଶିଉଳିଟା କି ଚିଆଁ ହେଇଥିରେ ପିଇଲେ ଅପରିଷ୍କାର ହେଇକିନି ପାଣିଟା ଇକୋଲାଇ ବୋଲି ଗୋଟେ ରୋଗ ଆସେ ତାପରେ ହେଠୁ ଫାର୍ମରଙ୍କର ମୋର୍ଟାଲିଟି ହେବ ତାପରେ ହେଠୁ ଆପଣ ମେଡ଼ିସିନ ପଇସା ପତ୍ର ଖର୍ଚ୍ଚ କରି ମେଡ଼ିସିନ ଲଗାଇବେ ତା ସାଙ୍ଗରେ ଆପଣଙ୍କର 1000 500 କି 200 ମରିଯାଇଥିବେ ତ ଆପଣମାନେ ଯଦି ଡେଲି ରେଗୁଲାରଲି ଚିକ୍ସ ଡିଙ୍କର ତକ ଅଟୋ ଡିଙ୍କର ଯେତେବେଳେ ଲାଗିବ ତାକୁ ଯଦି କମ୍ପଲସରି ଧୋଇବେ ଭାବି ନେବେ ଯେ ଆପଣଙ୍କ ଫାର୍ମରେ ଅଧାରୁ ଅଧିକ ରୋଗ ଆଉ ଆସିବାର ସମ୍ଭାବନା ନାହିଁ ଦେଖନ୍ତୁ ବର୍ତ୍ତମାନ ଆମେ ଗୋଟେ ସେଟ୍ରେ 2ଟା ପାର୍ଟିସନ୍ରୁ ଆଣିଛୁ ଭାରି 20-20ଟା 40ଟା এইভাবে আমি মাজিকি পুরা পরিষ্কারে মানে এবে গোটে টপ পানি রখিছু চুড়িটা মু মাজিলি সেপট দেখুন বর্তমানে গোটে তো সেট মজা সরলা তাকে নিয়ে থুই সারা পরে সেকেন্ড সেটটা আনা হল সেইতে বি 20-20টা 40টা রয়েছে যেটা কি মানে 2 থর পানি রক্ষা পড়লে পরিষ্কার পানি তাকে মাজিলে নেক্সট যেতবে আপনার পানি দেবে চিয়া টিকে ভাল পানি পিবে আউ কিছু লোক কম টিকে মাজামুজি করতে যেটা কি কম বলে 2 দিন 3 দিন 5 দিনে থরে থরে মাজুতি মন পাইলে নয় খালি পানি দানা যে মানে পানি দানা উদ্দেশ্যে রয়েছেন তাঁর রেজল্ট হবে ভাই আমার সবু ব্যাচরে এতিকি কাম কম্পলসরি সকাল মানে রাতে পাইলা বেড়ে আমার 3 কাম সরিদিব বর্তমান দেখুন আমি 5টা বাজি নথিলা মতো ফার্মে যাই পৌঁছলু সবু কাম সারিকি এবে টিকর ধোঁয়া সরলা দেখবে এবে পেপর সব কাটি দিয়া হব গোটে পটু মানসি কাড়ব আর গোটে পটে মু কাড়ি মানে আমি পেপর তক কাড়িদেলে ଟୋଟାଲ ପେପରଟା ହଟିଯିବ ହଟି ସାରିଲା ପରେ ତାପରେ ଦେଖିବେ ଏବେ ତ ମାଂସି ଦେଖନ୍ତୁ ଗୋଟେ ପଟ ହଟାଉଛି ତାପରେ ମୁଁ ଉଠେଇବି
ଅଡ଼େଇ ଅଡ଼େଇକି, କାରଣ ଏଇ ସମୟଟା ଭାରି ଭିଡ଼ ଭିଡ଼ ମାନେ ନଜର ରଖିବାକୁ ପଡ଼ିବ। ଆପଣ ଯେଉଁ ଅନୁସାରେ ପେପର ବୁଡ଼େଇବେ ସେଇ ଅନୁସାରେ ଯଦି ନଜର ନ ରଖିବେ ତାହେଲେ ଆପଣଙ୍କର ଏଇ ପେପର ଭିତରେ ଚିଆଁ ରହିଯିବେ। ଆଉ ଏ ଡଷ୍ଟବିନ୍ କି ଯେଉଁ ପେପରଟା ଯିବ ତା ଭିତରେ ଚିଆଁ ଗୁଡ଼ିକ ବି ନଷ୍ଟ ହୋଇଯିବ। କାହିଁକିନା ଚିଆଁ ଗୁଡ଼ିକ 50 ଟଙ୍କା ହିସାବରେ ହେଲେ ଆମର ଯେତୋଟି ଚିଆଁ ଯିବେ ସେତୋଟି 50 ଟଙ୍କିଆ ଭାଇ ଲସ୍ ହେବ। ତ ସେଇ ହିସାବରେ ଆମେ କାମ କରୁଛୁ। ଦେଖନ୍ତୁ ପୁରା ଦେଖି ଚାହିଁକି ହଟେଇବାକୁ ପଡ଼ିବ। ମାନେ ପ୍ରଥମେ ଆପଣଙ୍କୁ ଟିଣ ବାଡ଼େଇକି ତାକୁ ଉଠେଇବାକୁ ପଡ଼ିବ। ଗୁଡ଼େ ଚିଆଁ ଗାଲୁଆ ଯେ ସେ ସମୁଦାୟ ତୁମ ପାହାକୁ ଦୌଡ଼ିବା ପଛେ ଜମା ଆଗକୁ ଯିବାର ଚାନ୍ସ ନାହିଁ। ଦେଖୁନାହାନ୍ତି এইভাবে দেখুন ওই পুরা মানুষের গোটে ঘর সরলা এইভাবে করিকি আমি পুরা 4টি যাক সরি 8টি পার্টিশনরু পেপর কাঢ়িদেবু। কাହିଁକିନା পেপর ନ କାଢ଼ିଲେ ପ୍ରବଳ ଗ୍ୟାସ୍ ହେବ। ଆଉ ଚିଆଁ ତ ସୁପରଭାଇଜର ମ୍ୟାନେଜର ତ କହୁଛନ୍ତି 3 ଦିନ ରଖିବା ପାଇଁ, ମୋ ହିସାବରେ ସମୁଦାୟ 24 ଘଣ୍ଟା ରଖିଲେ ଯଥେଷ୍ଟ। ମୁଁ ଯେତେ ଦିନ ହେଲା ଫାର୍ମ କଲିଣି 2012 ମସିହାରୁ ମୋ ଅଭିଜ୍ଞତା ହିସାବରେ 12 ଘଣ୍ଟା ରହିଲେ ଯଥେଷ୍ଟ। 12 ଘଣ୍ଟାରୁ ଅଧିକା ରଖିଲେ ବେଶୀ ଗ୍ୟାସ୍ ହେବ ଆଉ ବ୍ଲୁଡିଂ ନିମୋନିଆ ବି ହେବାର ଚାନ୍ସ ଅଛି। କାହିଁକିନା ଗ୍ୟାସ୍ ଅଧିକା ହେଲେ ସେମାନେ ପେପରରେ ଯେମିତି ଝାଡ଼ା ଏକ ଲାଗିବ ତାର ଗୋଟେ ଅଲଗା ପ୍ରକାର ଗନ୍ଧ ଆମ୍ବିଳି ହେଇକି ରହିବ। ଦେଖନ୍ତୁ ବର୍ତ୍ତମାନ ସମୁଦାୟ ପେପର ପୁରା ବାହାରକୁ ବାହାକି ଦିଆହେଲା। ଏମୁଣ୍ଡରୁ ସେମୁଣ୍ଡ ଯାକେ ଟୋଟାଲ ଘର ପେପର ବାହାକି ସାରିଲା ପରେ ତାପରେ ଆକୁ ଲାଗି ପଡ଼ିବ ଆମେ କେଉଁଥିରେ ଆମର ସଜାସଜି କାମରେ। ପୁଣି ଯେଉଁ ଭଳିଆ ଥିଲା ଫିଡ଼ରଟିକର ତାକୁ ସେଇଭଳିଆ ରଖିବାକୁ ପଡ଼ିବ। ଆଉ ତା ଭିତରେ ମୋ ପୁଅ କ'ଣ କରିଛି, ସିଏ ଦେଖିଦେଲା ଯେ ବାପା ମାମା କାମ କରୁଛନ୍ତି ବୋଲି ତାର ମନ ହେଇଗଲା ଦେଖନ୍ତୁ କାମ କରିବା ଆଗ ଯାଉ ଧୀରେ ଧୀରେ ଅଡ଼େଇକି ପଳେଇବେ। କାହିଁ ହେଠି ଟିକେ ବାଡ଼େ ବାଡ଼େ ସବୁ ଯିବେ ନା ଯେଉଁପଟେ ଯାଉଛନ୍ତି ଟିକେ ଅଡ଼େ ଅଡ଼େ ଚିଆଁ ଦେଖିକି ଏଇଟା କାରଣ କ'ଣ ପକା କ'ଣ ହଁ ଏଇଟା ଅଡ଼େଇ ଯା ହଁ ଟିକେ ବାଡ଼ କେମିତି ସେ ଯିବେ ଧୀରେ ଧୀରେ ବାଡ଼ ସେ ଯିବେ ଯେଉଁଟା ଯାଉଛନ୍ତି ଟିକେ ଘୁଞ୍ଚେଇ ଦେ। ହଁ ଛୁଆଙ୍କୁ ଜାଣୁନି କାମ ଧୀରେ ଧୀରେ ଦେଖ ହେଇ ପେପର ଉଠେଇ ଥିଲା ହେଲା ହେଇଟା ବାଣ pakai ini ada ini anu potong tadi apa pun siapa puas pakai teman si oleh coba kita kan ମୋ ପୁଅ ପେପର ଗୋଟେ ଘର ଉଠେଇବା ଆରମ୍ଭ କଲା ତାପରେ ମାଂସି ଆଗି ପଶିଲା କିନ୍ତୁ ଦେଖନ୍ତୁ ମାଂସି ପେପର ଉଠେଇ ଦେଲାଣି ପଛେ କିନ୍ତୁ ମୋ ପୁଅ ତାକୁ ଉଠେଇନି କାହିଁକିନା ଯେ ଗୋଟେ ହାତରେ 2-3ଟା ଲେଖା ପେପର ଉଠଉଛି ଛୁଆ ଲୋକ ତାର ଗୋଟେ ଖୁସି ଆଉ କାମ କରିବା ଗୋଟେ ମଜା ଲାଗୁଛି ତାକୁ ଆଉ ଯେତେବେଳେ ସମୟ ଆଇବ କାମ କ'ଣ ସେ ଜାଣିବ କାମ କଲେ କେତିକି କଷ୍ଟ ହୁଏ ସେ ଜାଣିବ ବର୍ତ୍ତମାନ ତ ସେ ଗୋଟେ ଖୁସିରେ ଯାଇକି କାମ କରିବା ପାଇଁ ଆମେ କିନ୍ତୁ ଖୁସିରେ ନୁହଁ ଆମର ଏଇଟା ହେଉଛି ପେସା ଯେଡ଼େ ଜଲ୍ଦି ଇଆଡ଼ୁ କାମ ସାରିଲେ ଘରେ ଗଲେ ପୁଣି ରୋଷେଇବାସ ହେବ ମୁଁ ଯିବି ହାଟକୁ ତେଣୁ ଆମ ମାଇଣ୍ଡରେ ଏଇସବୁ ରହୁଛି ଯେଉଁଟାକି ଆମେ ଚଳଚଞ୍ଚଳ ହେଇକି କାମ କରୁ ଦେଖନ୍ତୁ ମାଂସି କେଡ଼େ ଜଲ୍ଦି ପ୍ରାୟ ମୁଣ୍ଡରେ ହେମୁଣ୍ଡ ଯାକେ ଉଠେଇ ସାରିଲାଣି ମୋର ବି ଏପଟେ ଗୋଟେ ଘର ସଲା ଦେଖିବେ ପେପର ଉଠେଇ ସାରିଲା ପରେ ପୁଣି ତାପରେ ପେପର ପକେଇକି ତାପରେ ଷ୍ଟାଣ୍ଡ ଦାନା ଏସବୁ ବହୁତ କାମ ଅଛି ଏଇଭଳିଆ ଭାଇ ଚାଲିଛି କାମ ଆଉ ଯେଉଁ ଭାଇମାନେ ଫାର୍ମ କରୁଛନ୍ତି ନିଶ୍ଚିତ ଭାବରେ ଭିଡ଼ିଓ ଦେଖିବେ କେଉଁ ଭଳିଆ ପ୍ରୋସେସରେ ଆମେ କାମ କରୁଛୁ ବେଶୀ ଭିଡ଼ ନୁହଁ କିନ୍ତୁ ଆପଣମାନେ ଯେତେବେଳେ ବି କାମ କରୁଛନ୍ତି ଚେଷ୍ଟା କରିବେ ରାତି ପାଇଲା ବେଳକୁ ମାନେ ଯେମିତି 6ଟା 6:30 ଭିତରେ ଫାର୍ମର ସବୁ କାମ ସାରିବା ପାଇଁ ଆଉ ଯେଉଁ ଦିନବେଳା 10ଟା ଯାକେ କାମ କରୁଛନ୍ତି ବରଂ ଏହି ସମୟରେ ଆପଣ ରେଷ୍ଟ ନେବେ ବସିବେ ଚଳିବ କିନ୍ତୁ ସକାଳ କାମଟା କଲେ ବହୁତ ବଢ଼ିଆ ସିଏ ଆକ୍ଟିଭ୍ ରହିବେ ଆପଣଙ୍କୁ ବି ଭଲ ଲାଗିବ କାମ ବି ଜଲ୍ଦି ସରିବ ବିରକ୍ତିଆ ବି ଲାଗିବନି ଆଉ କିଛି ତ ମୁଁ ଜାଣିଛି ଫାର୍ମ ଆମର ଅଛନ୍ତି ସେମାନେ 7:30 8ଟାରେ ଫାର୍ମରେ ବସିବେ କାମ କରିବା ପାଇଁ ଦିନ 10ଟା 11ଟା ବେଳକୁ ରାଗ ଲାଗିବ ଅଧା କାମ କରିଦେବେ ଆଉ ମନ ହେବନି କାମ କରିବା ପାଇଁ କିନ୍ତୁ ଏଥିରେ କ'ଣ ହୁଏ ମାନେ ଅନ୍ଧାରିଆରେ ଉଠିଲେ ଆପଣଙ୍କୁ କାମ କରିବା ପାଇଁ ଟିକେ ଭଲ ଲାଗିବ କାହିଁକିନା ଗରମ ହେବା ପୂର୍ବରୁ ଖରା ଆସିବା ପୂର୍ବରୁ ଆପଣଙ୍କର ସବୁ ଭିଡ଼ କାମ ସରିଯାଇଥିବ ଦେଖନ୍ତୁ ବର୍ତ୍ତମାନ ଚଷୁ ଉପରେ ପେପର ପକାଲା ଆପଣ ଭାବୁଥିବେ ପୁଣି ପେପର କିଆଁ ଗୋଟେ ପକାଉଛନ୍ତି ଏ ପେପର ପକାଇବାର ମୁଖ୍ୟ କାରଣ ହେଲା ଯେଉଁ ଚିକ୍ସଟିଙ୍କର ଷ୍ଟାଣ୍ଡ ଥୁଆ ହେବ ଯଦି ଚଷୁ ଉପରେ ଥିବା ଚଷୁ ଭିତରେ ସେ ପଶିଯିବ ଚଷୁ ଭିତରେ ପଶିଗଲେ ପାଣି ଲେବୁଲଟା ତଳେ ରହିଯିବ ଯାହାଫଳରେ କି ଚିଆଁ ଦବଡ଼ା ଧାରେ ପାଣି ଭିତରେ ଚଷୁ ପ୍ରବଳ ପଡ଼ିବ ତେଣୁ ଏ ଚଷୁ ଉପରେ ଷ୍ଟାଣ୍ଡକୁ ରଖିଦେଲେ ଆଉ ଷ୍ଟାଣ୍ଡଟା ଚଷୁ ଭିତରକୁ ଦବିବନି କାହିଁକିନା ପେପର ଉପରେ ରହିଲା ଷ୍ଟାଣ୍ଡ ତଳେ ରହିଲା ଚଷୁ ସିଏ ଆଉ ଦବିବନି ପାଣି ଲେବୁଲ ପୁରା ଚାରିପଟେ ସମାନ ଭାବରେ ରହିବ ଅପ୍ ଆଣ୍ଡ ଡାଉନ୍ ବି ହେବନି ଧର ଗୋଟେ ପଟେ ଚଷୁ ଖସିଗଲା ପାଣି ନଇଁ ପଡ଼ିବ ଆଉ ପାଣି ସବୁ ଢଳିଯିବ ପେପର ଦେଲେ ଆଉ ଷ୍ଟାଣ୍ଡ ନଇଁବାର ଚାନ୍ସ ନାହିଁ
ଦେଖନ୍ତୁ ମୁଁ ଯେଉଁ ପଟେ ଯେଉଁ ଭଳିଆ ପକେଇଲି ମାଂସି ବି ସେଇଭଳିଆ ପକେଇବି। ଦେଖନ୍ତୁ ସେ ବର୍ତ୍ତମାନ ପେପର ପକେଇ ସାରିକି ସିଏ ତା କାମରେ ଲାଗି ପଡ଼ିଛି କ'ଣ ନା ଷ୍ଟାଣ୍ଡ ହେଠୁ ତାପରେ ହେଠୁ ଷ୍ଟାଣ୍ଡ ରଖାହେବ। ଦେଖନ୍ତୁ ଏଠି ଷ୍ଟାଣ୍ଡ ରଖାହେବ ଏମୁଣ୍ଡରୁ ହେମୁଣ୍ଡ ଯାକେ ଟୋଟାଲ୍ ଷ୍ଟାଣ୍ଡ ରଖି ସାରିଲା ପରେ ହେଠୁ ଫିଡ଼ର ଦେଖନ୍ତୁ ରଖାହେବ। ନାଲି ଷ୍ଟାଣ୍ଡ ମୁଁ ଆଣିକି ଦେଇଦେଲି। ଦେଖନ୍ତୁ ନାଲି ଷ୍ଟାଣ୍ଡରେ ଛୋଟ କରିକି ଟର୍ବ ଫିଡ଼ର ହେଠୁ ରଖାହେବ। କାହିଁକିନା ଯଦି ପ୍ଲେନ୍ ତଳେ ଥୋଇ ଦିଆହେବ ତଳେ ଥୋଇଦେଲେ କ'ଣ ହେବ ନା ଚଷୁ ପୁରା ଦାନା ଭିତରେ ପଶିଯିବ, ଚିଆଁ ଆଉ ଦାନା ଖାଇପାରିବେନି, ଚଷୁ ଖାଇବେ। ଦେଖନ୍ତୁ ଯେତେବେଳେ ଆପଣ ବି ଟର୍ବ ଫିଡ଼ର ରଖୁଛନ୍ତି ଟିକେ ସଦାବେଳେ ଚେଷ୍ଟା କରି ଦାନାଟାକୁ ହାଲକା ଟିକେ ବୁଲେଇ ଦେବା ପାଇଁ, ଯେମିତି ଦାନାଟା ହାଲକା ରହିବ, ଚିଆଁ ଖାଇବା ପାଇଁ ସୁବିଧା ହେବ। ଛୋଟ ଛୁଆ ସେମାନେ ଖାଇପାରିବେନି। ସେତେବେଳେ ଯେତେବେଳେ ସଜାସୁଜି ସରିଗଲା ଆସିକି ସାଙ୍ଗେ ସାଙ୍ଗେ ପାଣି ପାଇଁ ରେଡ଼ି ହେଇଗଲା। ପାଣି ଆଗୁଆ ତ ୱାଟର ସାନିଟାଇଜେସନ୍ କରିକି ପାଣି ରଖି ଦିଆହେଇଥିଲା। ତାପରେ ଏଠୁ ଏଇଟା ହେଉଛି ଦେଖନ୍ତୁ ଯେଉଁ ପାଉଡ଼ରଟା ଝାଡ଼ା ପାଉଡ଼ର ମାନେ ପ୍ରୋବାୟୋଟିକ୍ ଦେଲେ ତାଙ୍କର ଇଣ୍ଟେଷ୍ଟାଇନ୍ ପୁରା ଭଲ ରହିବ, ଯେଉଁ କୁଟା ଅନ୍ତନଳୀ ତାଙ୍କର ଭଲ ସୁସ୍ଥ ରହିବ ବୋଲି ସକାଳୁ ସକାଳୁ ଦିଆହେବ କ'ଣ ନା ଇମ୍ପ୍ରୋଭାଲ ଏମ୍ଏସ୍, ଯେଉଁଟାକି ଆମେ ପ୍ରୋବାୟୋଟିକ୍ କହୁଛୁ, ତା ନାଁ ବି କହୁଥିଲୁ ବହୁତ ପ୍ରକାର କହୁଛନ୍ତି, ଆପଣ ଏଠୁ ବୁଝିବେ। ଆଉ ତା ସାଙ୍ଗରେ ଏଠୁ ମଲ୍ଟିଭିଟାମିନ୍ ଦିଆହେବ, ମଲ୍ଟିଭିଟାମିନ୍ 83। ଦେଖନ୍ତୁ ଏଠି ମଲ୍ଟିଭିଟାମିନ୍ ମାନେ 100,000 ଛୁଆକୁ 50 ml ହିସାବରେ, ଯେହେତୁ 4,000 ଚିଆଁ 200 ml ମଲ୍ଟିଭିଟାମିନ୍ ରଖାହେଇଛି। 1.5 ଲିଟର ଥିଲା, ଗୋଟେ ବୋତଲ ସରିଲାଣି କାଲିଠୁ। ଏବେ ଆଉ ଗୋଟେ ବୋତଲ ଦେଖନ୍ତୁ ନୂଆ ବୋତଲଟା ଏନେ ସିଲ୍ ଖୋଲା ହେବ। 83 AC ବହୁତ ପଇସା ଆଜ୍ଞା, 1,000 ଟଙ୍କା ଲିଟରଟା। ଗୋଟେ ଲିଟରର ଦାମ୍ ହେଉଛି 1,000 ଟଙ୍କା। ଦେଖନ୍ତୁ ବର୍ତ୍ତମାନ ତାକୁ ୱାଟର ସାନିଟାଇଜେସନ୍ ନିଅନ୍ତୁ। ଆଗରୁ ପାଣି ଉପରେ କରିକି ରଖାହେଇଛି ଡିକ୍ଚିରେ। ଆଗ ଏଠି ମେଡ଼ିସିନଟାକୁ ଫେଣ୍ଟି ଦିଆହେଲା, ଫେଣ୍ଟି ଦେଇକିନି ଆଠୁ ନେଇକିନି ପାଣିରେ ଫେଣ୍ଟା ହେବ। ଦେଖନ୍ତୁ ଏଠି ପାଣିରେ ମିଶା ହେବ। ଏନେ ମାନେ ଆକ୍ଚୁଆଲି ଏଇଟା ଗୋଟେ ମାନେ ଡ୍ରମ୍ରେ କରିବା କଥା, ଯେହେତୁ ଛୋଟ ଛୁଆ ବେଶୀ ପାଣି ପିଇବେନି, କମ୍ ପାଣି ପିଇବେ, ସେଥିପାଇଁ ଡିକ୍ଚିରେ ରଖିଛେ। ଡିକ୍ଚିଏ ପାଣି ହେଲେ ପାଇବନି ତ ବାଲ୍ଟିରେ ଏକ୍ସଟ୍ରା ରଖାଯାଇଛି। ତାକୁ ଟିକେ ଉଲ୍ଟା ପାଲ୍ଟା କରିକି ଫେଣ୍ଟିବାକୁ ପଡ଼ିବ, ନହେଲେ ଆଉ କାଲି ଆଡ଼କୁ ଡ୍ରମ୍ ଲାଗିଯିବ। ଡ୍ରମ୍ରେ ରଖିଲେ ଗୋଟେ ଜାଗାରେ ଆପଣ ପାଣି ୟୁଜ୍ କଲେ ଭଲ। ଆଉ ଇଂରେ ଟିକେ ପରିଶ୍ରମ କରିବାକୁ ପଡ଼ିବ, ନହେଲେ ଗୋଟେ ଜାଗାରେ ଯଦି ଆପଣ ଢାଳିଦେବେ ମେଡ଼ିସିନ, କାହାର ପାଣିରେ ମେଡ଼ିସିନ ଅଧିକା ହେଇଯିବ ତ କାହାର ପାଣିରେ ମେଡ଼ିସିନ ଟିକେ କମିଯିବ। ସେଥିପାଇଁ ଦୁଇ ସାଇଡ଼୍ରେ ଏପଟ ସେପଟ କରିକି ମେଡ଼ିସିନଟା ଢାଳା ହେବ, ପୁଣି ଏଥିରୁ ହେତିକି ଢାଳା ହେବ, ଏଇଭଳିଆ କରାହେବ। ଏଇ ଛୋଟ ଜାଗାରେ ଆପଣ ଯଦି ଡ୍ରମ୍ରେ ଗୋଟେ ଜାଗାରେ ଫେଣ୍ଟିବେ କିଛି ଦରକାର ନାହିଁ, ପୁରା ମେଡ଼ିସିନ ସମୁଦାୟ ଏଥିରେ ଢାଳିଦେବେ, ଯେତିକି କ୍ୱାଣ୍ଟିଟି ହିସାବରେ ଢାଳି ସାରିଲା ପରେ ଆରାମରେ ଦେଖନ୍ତୁ କିନା ଫେମ୍ପଲ ହେବ। এই ଫେମ୍ପଲଟା ହେଉଛି କେବଳ ଏ ମଲ୍ଟିଭିଟାମିନ୍ ପାଇଁ। ଏବେ ଦେଖିବେ ବାଲ୍ଟିରେ ବୁହା ହେବ ପାଣି ଏପଟ ସେପଟ କରିକି, ଏଥିରେ 2 ବେଲା 3 ବେଲା ଏମିତି ଦିଆହେବ। ସେଠୁ ସେଥିରୁ ଢାଳା ହେବ ଟିକେ, ଏଠୁ ଡିକ୍ଚିରେ ଏଠୁ ସମୁଦାୟ ଢାଳା ହେବ। ଏଇଟା ହେଉଛି ଟିକେ ସାଧା ପାଣିଟା ମାନେ ମିଶା ହେବ। ପାଣିର ଲେବୁଲଟା ମେଡ଼ିସିନ ଲେବୁଲଟା ଏକା ବରାବର ରହିବ ବୋଲି। ଆଉ କାଲି ପରଦିନ ଆଡ଼କୁ ଯଦି ଡ୍ରମ୍ରେ ପାଣି ଦିଆହେବ, ଆଉ ଏଇଟା ଫେସନ୍ ଏତେ କରିବାକୁ ପଡ଼ିବନି। ଗୋଟେ ଜାଗାରେ ପାଣି ରଖିଦେଲ, ବାସ୍ ସରିଲା। ଖାଲି ଯେତେବେଳେ 5 ଦିନ ଖଣ୍ଡେ ଚିଆଁକୁ ହେଇଯିବ, ଅଟୋ ଟିକର ଲାଗିଯିବ, ଏଇ ଯେଉଁ ପାଣି ବୁହିକି ବାଲ୍ଟିରେ ଦିଆହେଉଛି ଏଇଟା ଆଉ ଦେବାକୁ ପଡ଼ିବନି। ଏଇଟା ଡାଇରେକ୍ଟ ଅଟୋମେଟିକରେ ଚାଲିବ। ଆଉ ଅଟୋମେଟିକରେ ଚାଲିବ ପାଣି। ତା ସାଙ୍ଗରେ ଫାର୍ମ ଭିତରେ ମୁଁ ଭାଲ୍ଭ ସିଷ୍ଟମ୍ କରିଦେଇଛି। ପ୍ରତ୍ୟେକ ପାର୍ଟିସନରେ ଭାଲ୍ଭ ଅଛି, ଯେଉଁଟାକି ଆଉ ମୋତେ ବୁହିକି ଦେବାକୁ ପଡ଼ିବନି ପାଣି। ସେଇଟା ଗୋଟେ ସୁବିଧା କାମ। ଆଉ ଯେଉଁମାନେ ଭାଇ ଫାର୍ମ କରୁଛନ୍ତି ପ୍ରତ୍ୟେକ ପାର୍ଟିସନରେ ନିଶ୍ଚିତ ଭାଲ୍ଭ ସିଷ୍ଟମ୍ କରିଦେବେ। ଏଇ ଚିକ୍ସ ଯେଉଁ 12-13 ଦିନ ଆମେ ଦେଉଛେ ବୁହିକି ପାଣି, ସେଇଟା ଆପଣଙ୍କୁ ହାଲକା ହେବ। ନହେଲେ ଏଇଭଳିଆ ବାହାରୁ ଆପଣ ବୋହିକି ଯଦି ପାଣି ନେବେ, ହିସାବ କରନ୍ତୁ ଆମର 4,000 ଚିଆଁ ମାନେ 14 ଦିନ ବେଳକୁ ଡେଲି 800 ଲିଟର ପାଣି ପିଇବେ। ସକାଳେ 400 ଲିଟର ବୋହିକି ଦେବ, ଉପରବେଳି 400 ଲିଟର ବୋହିକି ଦେବ। ଯଦି ଆପଣ ଭାଲ୍ଭ ସିଷ୍ଟମ୍ କରିଦେବେ ଆଉ ବୋହିବାକୁ ପଡ଼ିବନି। ଟାଙ୍କିରେ ପାଣି ରଖିଦେଲେ, ମେଡ଼ିସିନ ଫେଣ୍ଟିଦେଲେ, ଭାଲ୍ଭ ଖୋଲିଲେ, ବାଲ୍ଟିରେ ପାଣି ପଶିଲା, ଆରାମରେ ଆପଣଙ୍କୁ ପୁରା ହାଲକା ଲାଗିବ କାମ କରିବା ପାଇଁ। ଆଉ ବୋହିବାକୁ ପଡ଼ିବନି। କିନ୍ତୁ ଚିଆଁ ତ 4-5 ଦିନ ନିଶ୍ଚିତ ବୋହିବାକୁ ପଡ଼ିବ, କାହିଁକିନା କମ୍ ପାଣି ପିଇବେ। ତାପରେ ଅଟୋ ଟିକର ଲାଗିନଥିବ, ଆଉ କାହିଁକି ଆପଣ ଅଟୋ ଟିକର ୟୁଜ୍ କରିବେ, ତାପରେ କାମ କରିବା ପାଇଁ ଅସୁବିଧା ହେବ। ସେଥିପାଇଁ ଆମେ ଦେଇ ଦେଉଛୁ ବୋହିକିନି। ଏଇ 5-7 ଦିନ ଚିଆଁ 5-7 ଦିନ ଟିକେ ବୋହିବାକୁ ପଡ଼ିବ। ଆଉ ଯେତେବେଳେ 5-7 ଦିନ ହେଇସାରିବ, ଅଟୋ ଟିକର ଲାଗିଯିବ, ପୁରା ଭିଡ଼ କାମ ଯେଉଁଟା ପାଣି ବୁହା କାମଟା କମିଯିବ। କାରଣ 400 ଲିଟର ଭାଇ ଗୋଟେ ଟାଇମ୍ରେ ପାଣି ବୋହିବ, ସବୁ ଉପରବେଳି ପୁଣି 400 ଲିଟର ବୋହିବ, ପୁଣି ତା ସାଙ୍ଗରେ ଦେବ। ଦେଖନ୍ତୁ ସବୁ ପାଣି ଦାନା ଦିଆ ସରିଲା ପରେ ବର୍ତ୍ତମାନ ଟାୟାର ଫିଡ଼ର, ଏଇ ଯେଉଁଟାକୁ ମାଂସି ବର୍ତ୍ତମାନ ପେପର ଦେଉଛି, ସେଇଟା ହେଉଛି ଟାୟାର ଫିଡ଼ର। ମାନେ ଏଇ ଯେଉଁ ସାଇକେଲ ଟାୟାର ଗୋଟେ ବସ୍ତା ଭିତରେ ଭରି କରିଦିଆହେଇଛି, ତାକୁ ବାଗେଇକି ରଖିଦିଆହେଲା। ଦେଖନ୍ତୁ ତା ସେଇ ବସ୍ତା ଉପରେ ପେପର ଦେଇକି ହାଲକା ଗୋଟେ ଦାନା ପକାଇ ଦିଆହେଲା। ଏଇ ଦାନା କ'ଣ ପାଇଁ ପକାହେଲା ଜାଣିଛନ୍ତି? ଏ ଦାନା ପକାଇଲେ ସେ ଏଇ ପେପର ଫିଡ଼ିଂ କରିବେ ବୋଲି, ମାନେ ଭଲରେ ଦାନା ଟିକେ ଯେଉଁମାନେ ବଡ଼ ଟିକେ ସୁସ୍ଥ ସବଳ ଭଲ ଅଛନ୍ତି ସେମାନେ ଟର୍ବ ଫିଡ଼ରରୁ ଖାଇଦେବେ। ଯେଉଁମାନେ ଟିକେ ଦୁର୍ବଳ ଅଛନ୍ତି ସେମାନେ ଏଇ ଟାୟାର ଫିଡ଼ରରୁ ଖାଇବେ, ଯେଉଁଟାକି ତାକୁ ଆଉ ଦୁର୍ବଳପଣ ରହିବନି, ଆଉ ସେ ଭଲ ଖାଇକି ଟିକେ ସୁସ୍ଥ ହୋଇପାରେ। ଏଇଥିପାଇଁ ଟାୟାର ଫିଡ଼ର
कंपलसरी पूरा 4 दिन जाके दबा पड़ो माने दिन को 3 थर 4 थर पेपर चेंज करेंगे आप गोटे थर दिहबनी एने धर सकाल दिहला पुणी 12टा 1टा बेलू थे दिहब पुणी 4टा बेलू थे दिहब राति 8टा 9टा बेलू थे दिहब माने मु तो भाई 4 थर चेंज कर दिए आप अधिका करेंगे बढ़िया कथा कहीं यही टायर फिडर जो आप दाना देवे देखिए ये चिया पूरा लगिकी रे खावाई आई 4 दिन जब आप देदेवे आपंकर जो छोटा विक ये सब ग्रेड लेवल जो छोट बड़ बेसी आवेनि पूरा गोटे लेवल रे सब चीज आ जो टायर फिटिंग न करेंगे टायर फिटिंग करूँ चाहे पेपर फिटिंग करूँ कि पड़ो जमी से हाल्का खाईपारे ना आपंकर बड़ सान बेसी चिया रे बर्तमान फार्मर जितक कम था सब सरीगला सरी सारापर जो पेपर लोडिंग भितर पकाइला से पेपर को बाहर नहीं पकाब आज पकड़े काली निआ लगाब टे जो झाड़ा फाड़ा लगी सब सुखी सुखा गला ना पेपर देवे निआ लगे जिते जड़े चलो सब उदा ही अच्छी देखो बर्तमान सब पेपर को बोहिंगे नहीं आवर बाहर नहीं फोपाड़ा हम कहीं पेपर जो भितर रही घंटा भाया प्रबल गैस हम आंबिड़ी आंबिड़ी गोटे बासना गोटे बेकारिया बासनाटा हो कारण पेपर को तुरंत कम सरला माने तुरंत बाहर नहीं फिंगे देखो मुझे तो गली पेपर पकाई मानसी तार काम लगी पड़ा मुझे आसवा भितर सी तो पेपर पूरा रेडी कर रखी दे मुझे खाली फिंगिदेवी यहाँ पूरा दूर नहीं फिंगा पड़ो पाखे ना ये आम चली कम बहुत कम साहय